କ'ଣ ଆପଣ କେବେ ଭାବିଛନ୍ତି କି ଆତ୍ମା ଜନ୍ମ ହୁଏ ନାହିଁ କିମ୍ବା ମରେ ନାହିଁ, ତଥାପି ବିଶ୍ୱର ଜନସଂଖ୍ୟା କାହିଁକି ଦିନକୁ ଦିନ ବୃଦ୍ଧି ପାଉଛି? ଆଜି ପୃଥିବୀରେ ପ୍ରାୟ 8 ବିଲିୟନରୁ ଅଧିକ ଲୋକ ଅଛନ୍ତି ଆଉ ପ୍ରତିବର୍ଷ 15 ନିୟୁତରୁ ଅଧିକ ପିଲା ଜନ୍ମ ନେଉଛନ୍ତି। ଯଦି ଆତ୍ମା ଅନନ୍ତ ଏବଂ ଅସୀମ, ତେବେ ନୂତନ ଶରୀର କେଉଁଠାରୁ ଆସୁଛି? ଏମାନେ କ'ଣ ପ୍ରଥମ ଥର ପାଇଁ ପୃଥିବୀରେ ଅବତରଣ କରୁଛନ୍ତି? ନା, ଗରୁଡ଼ ପୁରାଣ ଏବଂ ଭଗବତ ଗୀତାରେ କିଛି ରହସ୍ୟ ରୁଚି ରହିଛି। ଆଜି ଆମେ ଏକ ସତ୍ୟ ପ୍ରକାଶ କରିବୁ, ଯାହା ଆପଣଙ୍କର ଚିନ୍ତାଧାରାକୁ ସବୁଦିନ ପାଇଁ ବଦଳାଇ ଦେବ। ଭଗବତ ଗୀତାର 2ୟ ଅଧ୍ୟାୟର 20ତମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ଆତ୍ମା ଜନ୍ମ ହୁଏ ନାହିଁ କିମ୍ବା ମରେ ନାହିଁ, ଏହା ସୃଷ୍ଟି ହୁଏ ନାହିଁ କିମ୍ବା ନଷ୍ଟ ମଧ୍ୟ ହୁଏ ନାହିଁ। ସେ ଅଜାତ, ଅବିନାଶୀ, ଅନନ୍ତ ଏବଂ ଅପରିବର୍ତ୍ତନୀୟ। ଯେତେବେଳେ ଶରୀର ମରିଯାଏ, ଆତ୍ମା କେବଳ ତା'ର ପୁରୁଣା ଶରୀରକୁ ତ୍ୟାଗ କରିଥାଏ ଏବଂ ନୂତନ ଶରୀର ଧାରଣ କରେ। ଯେମିତି ଏକ ପୋଷାକ, ଯେପରି ଆମେ ପୁରୁଣା ପୋଷାକ କାଢ଼ି ନୂଆ ପୋଷାକ ପିନ୍ଧିଥାଉ, ଠିକ୍ ସେମିତି। କିନ୍ତୁ ଯଦି ଆତ୍ମା କେବେ ଜନ୍ମ ହୁଏ ନାହିଁ, ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ନୂତନ ଶରୀର, ଏ ନୂତନ ଜନସଂଖ୍ୟା କେଉଁଠାରୁ ଆସୁଛି? ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି ଯେ ଆତ୍ମା ଅନନ୍ତ, କିନ୍ତୁ ଏହା ତା'ର କର୍ମ ଅନୁସାରେ ବିଭିନ୍ନ ଜଗତ ଏବଂ ପ୍ରଜାତିରେ ପ୍ରବେଶ କରେ। ଆତ୍ମା ଗୋଟିଏ, କିନ୍ତୁ ଏହାର ଯାତ୍ରା ଅଗଣିତ। କେତେବେଳେ ଏହା ଏକ ମଣିଷ ହୁଏ ତ, କେତେବେଳେ ଦେବତା ହୁଏ, କେତେବେଳେ ପଶୁ, କେତେବେଳେ ଏକ କୀଟପତଙ୍ଗ, ଆଉ ଏହି ଚକ୍ର 84 ଲକ୍ଷ ପ୍ରଜାତିର ଅଟେ। ଗରୁଡ଼ ପୁରାଣରେ ପ୍ରେତ ବିଭାଗରେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଆତ୍ମା ଏହି 84 ଲକ୍ଷ ପ୍ରଜାତି ମଧ୍ୟରେ ବିଚରଣ କରେ ଏବଂ ଯେ ପର୍ଯ୍ୟନ୍ତ ଏହା ମାନବ ପ୍ରଜାତି ପ୍ରାପ୍ତ ନ ହୁଏ, ତାକୁ ବାରମ୍ବାର ଜନ୍ମ ଏବଂ ମୃତ୍ୟୁର ଚକ୍ର ସହ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ଏକ ମାନବ ପ୍ରଜାତି ପ୍ରାପ୍ତ କରିବା ଏକ ସାଧାରଣ କଥା ନୁହେଁ, ଏହା ବିରଳ। ତେବେ ଜନସଂଖ୍ୟା ବୃଦ୍ଧିର ପ୍ରକୃତ ରହସ୍ୟ କ'ଣ ଅଟେ? ଏହାର ପ୍ରଥମ ଉତ୍ତର ହେଉଛି ଯେ ଜଗତର ଚକ୍ର। ପୃଥିବୀ ବ୍ରହ୍ମାଣ୍ଡରେ ଏକମାତ୍ର ସ୍ଥାନ ନୁହେଁ ଯେଉଁଠାରେ ଜୀବନ ଅଛି। ଗରୁଡ଼ ପୁରାଣ ଏବଂ ବେଦରେ 7ଟି ଉପର ଏବଂ 7ଟି ନିମ୍ନଲୋକର ବର୍ଣ୍ଣନା କରାଯାଇଛି। ସ୍ୱର୍ଗଲୋକ, ମହାଲୋକ, ଜନଲୋକ, ତପଲୋକ, ସତ୍ୟଲୋକ ଉପରେ ଅଛି ଏବଂ ଅତଳ, ଭିତଳ, ସୁତଳ, ରସାତଳ, ମହାତଳ, ତାଳତଳ, ପାତାଳ ଏସବୁ ତଳେ ଅଛି। ଏହି ସମସ୍ତରେ ଅଗଣିତ ଆତ୍ମା ବାସ କରନ୍ତି। ଆଉ କିଛି ଆତ୍ମା ସେମାନଙ୍କର ଗୁଣ ଯୋଗୁଁ ସ୍ୱର୍ଗରେ ମଧ୍ୟ ଅଛନ୍ତି, କିଛି ସେମାନଙ୍କର ପାପ ଯୋଗୁଁ ନରକରେ ମଧ୍ୟ ଅଛନ୍ତି। ଏବଂ ଯେତେବେଳେ ସେମାନଙ୍କର ପୁଣ୍ୟ କିମ୍ବା ପାପର ଫଳ ଶେଷ ହୋଇଯାଏ, ସେମାନେ ପୃଥିବୀକୁ ଫେରିଯାଆନ୍ତି। କିନ୍ତୁ ଆତ୍ମା କେବଳ ସ୍ୱର୍ଗ ଏବଂ ନରକରୁ ଆସିନଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ କଳିଯୁଗରେ ପାପ ବୃଦ୍ଧି ପାଇଲେ ପୂର୍ବରୁ ଉଚ୍ଚଲୋକରେ ଥିବା ଅନେକ ଆତ୍ମା ମଧ୍ୟ ତଳକୁ ଟାଣି ହୋଇଯାଆନ୍ତି। ଧର୍ମ ହ୍ରାସ ପାଇବା ସହିତ ଅଧିକରୁ ଅଧିକ ଆତ୍ମା ମାନବ ରୂପରେ ପ୍ରବେଶ କରିବାକୁ ବାଧ୍ୟ ହୁଅନ୍ତି। ଏହା ଏକ ପ୍ରକାର ସନ୍ତୁଳନ ଅଟେ। ବ୍ରହ୍ମାଣ୍ଡରେ ନିଜସ୍ୱ ନିୟମ ଅଛି। ଯେତେବେଳେ ପୃଥିବୀରେ ଅନ୍ଧକାର ବୃଦ୍ଧି ପାଏ, ଆଲୋକର କିରଣ ମଧ୍ୟ ଅଧିକ ହୋଇଯାଏ ଏବଂ ଆଜି ଏତେ ବଡ଼ ଜନସଂଖ୍ୟାର କାରଣ ଏହା ମଧ୍ୟ ଅଟେ। ଏବଂ ଦ୍ୱିତୀୟ ରହସ୍ୟ ହେଉଛି ଯେ କର୍ମର ସଂଗ୍ରହ। ପ୍ରତ୍ୟେକ ଆତ୍ମା ତା'ର ପୂର୍ବଜନ୍ମର କର୍ମ ବହନ କରେ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଜଣେ ଆତ୍ମା ତା'ର ସମସ୍ତ କର୍ମର ଫଳ ନ ପାଇବା ପର୍ଯ୍ୟନ୍ତ ମୁକ୍ତ ହୋଇପାରିବ ନାହିଁ। ଏବଂ ଏ କର୍ମଗୁଡ଼ିକ ହେଉଛନ୍ତି 3 ପ୍ରକାରର, ଯାହା ସଞ୍ଚିତ, ପ୍ରାରବ୍ଧ ଏବଂ କ୍ରିୟମାଣ କର୍ମ ନାମରେ ନାମିତ। ସଞ୍ଚିତ କର୍ମ ହେଉଛି ଅନନ୍ତ ଜୀବନର ଭଣ୍ଡାର। ପ୍ରାରବ୍ଧ କର୍ମ ହେଉଛି ଯାହା ଆମେ ଏହି ଜୀବନରେ ଅନୁଭବ କରିବାକୁ ପଡ଼ିଥାଏ ଏବଂ କ୍ରିୟମାଣ କର୍ମ ହେଉଛି ଯାହା ଆମେ ଏହି ଜୀବନରେ କରୁଛୁ। ବର୍ତ୍ତମାନ କଳ୍ପନା କରନ୍ତୁ ଯେ ଗତ କିଛି ଦଶନ୍ଧି ମଧ୍ୟରେ ମଣିଷ କେତେ ପାପ କରିଛି, କେତେ ଯୁଦ୍ଧ, ହିଂସା, ପରିବେଶ ବିନାଶ, ଲୋଭ, ମିଛ ଆଉ ବିଶ୍ୱାସଘାତକତା ମଧ୍ୟ କରିଛି। ଏଗୁଡ଼ିକ ସମସ୍ତ ନୂତନ କର୍ମ ଯାହା ଆତ୍ମା ଉପରେ ବୋଝ ହୋଇ ପଡ଼ୁଛି। ଯେତେବେଳେ ଏହି ବୋଝ ବୃଦ୍ଧି ପାଉଛି, ଆତ୍ମାକୁ ବାରମ୍ବାର ଜନ୍ମ ନେବାକୁ ପଡ଼ୁଛି। ପୂର୍ବ ଯୁଗରେ କମ୍ ଲୋକ ଥିଲେ, କାରଣ ପାପ ମଧ୍ୟ କମ୍ ଥିଲା। ସତ୍ୟ ଯୁଗରେ ପୃଥିବୀରେ କେବଳ କିଛି ଆତ୍ମା ଥିଲେ। କଳିଯୁଗରେ ପାପର ଭାର ଏତେ ବୃଦ୍ଧି ପାଇଛି ଯେ ଆତ୍ମାମାନଙ୍କୁ ପ୍ରତ୍ୟେକ ଥର ନୂତନ ଶରୀର ଗ୍ରହଣ କରିବାକୁ ବାଧ୍ୟ କରିଥାଏ। ଏକ ନୂତନ ଜନସଂଖ୍ୟା ସୃଷ୍ଟି ହୁଏ, କିନ୍ତୁ ଆତ୍ମା ସେମିତି ପୁରୁଣା ଭାବରେ ରହିଥାଏ। ଏହା କେବେ ହେଲେ ନୂଆ ହୁଏ ନାହିଁ। ତୃତୀୟ ଏବଂ ସବୁଠାରୁ ଗଭୀର ରହସ୍ୟ ହେଉଛି ଯେ ମହାଜାଗତିକ ଭଣ୍ଡାର। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି ଯେ ଆତ୍ମା ଅନନ୍ତ, ଏହା ଆକାଶର ତାରା ପରି, କିନ୍ତୁ ସେମାନେ ସମସ୍ତେ ଏକାଥରକେ ପୃଥିବୀକୁ ଆସନ୍ତି ନାହିଁ। ସେମାନେ ଏକ ବିଶାଳ ଶକ୍ତି କ୍ଷେତ୍ରରେ ବାସ କରନ୍ତି, ଯାହାକୁ ଆମେ ବ୍ରହ୍ମଲୋକ କିମ୍ବା ପରମ ଧାମ କହିପାରିବା। ସେଠାରେ ଆତ୍ମା ବିଶ୍ରାମ ନିଅନ୍ତି, ସେମାନଙ୍କର କର୍ମ ସମୀକ୍ଷା କରନ୍ତି ଏବଂ ତାପରେ ସେମାନଙ୍କର ପରବର୍ତ୍ତୀ ଜନ୍ମ ପାଇଁ ପ୍ରସ୍ତୁତ ହୁଅନ୍ତି।
ଯେତେବେଳେ ପୃଥିବୀରେ ଏକ ମାନବ ରୂପ ଆବଶ୍ୟକ ହୁଏ ସେଠାରୁ ଆତ୍ମାମାନଙ୍କୁ ଚୟନ କରାଯାଏ। କିନ୍ତୁ ଏ ଚୟନ ଏକ ସଂଯୋଗ ନୁହେଁ, ଏହା ଏକ ଦିବ୍ୟ ଯୋଜନା। ଆତ୍ମା ନିଜେ କେଉଁଠାରୁ ଯିବାକୁ ଚାହୁଁଛି ତାହା ବାଛିଥାଏ। କେଉଁ ଯୋନିରେ ଯିବେ, କେଉଁ ପରିବାରରେ ଜନ୍ମ ହେବେ ସେ କଥା ମଧ୍ୟ ନିଶ୍ଚିତ ହୋଇସାରିଥାଏ। ଏହା ହିଁ ଆପଣଙ୍କ ପିଲା ଆପଣଙ୍କୁ କାହିଁକି ବାଛିଲା ଏହି ରହସ୍ୟର ମଧ୍ୟ ସଂଯୋଗ ହୋଇଥାଏ। ଆତ୍ମା ପୂର୍ବରୁ ଜାଣେ ଯେ ତାକୁ କ'ଣ ଶିଖିବାକୁ ପଡ଼ିବ, କ'ଣ ଅନୁଭବ କରିବାକୁ ପଡ଼ିବ ଆଉ କ'ଣ ହାସଲ କରିବାକୁ ପଡ଼ିବ। ଆଉ ଯେତେବେଳେ ପୃଥିବୀରେ ଅନ୍ଧାର ବୃଦ୍ଧି ପାଏ ସନ୍ତୁଳନ ବଜାୟ ରଖିବା ପାଇଁ ଅଧିକରୁ ଅଧିକ ଆତ୍ମା ଅବତରଣ କରିଥାନ୍ତି। ଏବେ ଆପଣ ଭାବୁଥିବେ ଯେ ଯଦି ଆତ୍ମା ଅସୀମ ତେବେ ଜନସଂଖ୍ୟା ବୃଦ୍ଧି ପାଉଛି କାହିଁକି? ସମସ୍ୟା ହେଉଛି ଯେ ଆମେ ଆତ୍ମାକୁ ଭୁଲି କେବଳ ଆମ ଶରୀରକୁ ଦେଖୁଛେ। ଆମେ ଭାବୁଛେ ଯେ ଯେତେବେଳେ ଏକ ନୂତନ ଶିଶୁ ଜନ୍ମ ହୁଏ ଏହା ଏକ ନୂତନ ଆତ୍ମା ବୋଲି, କିନ୍ତୁ ସତ୍ୟ ହେଉଛି ସେହି ଆତ୍ମା ଲକ୍ଷ ଲକ୍ଷ ଜୀବନ ଧରି ଭ୍ରମଣ କରିଥାଇପାରେ। ହୁଏତ ଏହା ଏକ ଦେବତା ହୋଇଥାଇପାରେ, ହୁଏତ ଏହା ଏକ ପଶୁ ହୋଇଥାଇପାରେ, କିମ୍ବା ଏହା ଏକ ଭୂତ ମଧ୍ୟ ହୋଇପାରେ। ଏବଂ ବର୍ତ୍ତମାନ ସେ ଏବେ ମଣିଷ ହୋଇସାରିଛି ଏବଂ ସେଥିପାଇଁ ସେ ପିଲା ଆଜି ଏତେ ବୁଦ୍ଧିମାନ, ଏତେ ସମ୍ବେଦନଶୀଳ, କାହିଁକି ନା ସେ ଆତ୍ମା ଜନ୍ମରୁ ଏତେ ଶିଖିନାହିଁ। ସେ ଏକ ପୁରୁଣା ଆତ୍ମା ଅଟେ, ଯାହା ସେମାନଙ୍କର ପୁରୁଣା ସଂସ୍କାର ଏବେ ମଧ୍ୟ ସେମାନଙ୍କ ସହିତ ଅଛି। ଗରୁଡ଼ ପୁରାଣରେ ଏକ କାହାଣୀ ଅଛି ଯେ ଥରେ ଜଣେ ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ଯେ ଆତ୍ମାମାନେ କେଉଁଠାରୁ ଆସିଥାନ୍ତି। ଭଗବାନ ଉତ୍ତରରେ କହୁଛନ୍ତି ଯେ ଯେପରି ସମୁଦ୍ରରେ ତରଙ୍ଗ ଉଠି ପୁଣି ସମୁଦ୍ରରେ ମିଶିଯାଏ, ସେହିପରି ଆତ୍ମାମାନେ ମୋ ଭିତରୁ ବାହାରି ଆସିଥାନ୍ତି ଆଉ ମୋ ଭିତରେ ମଧ୍ୟ ମିଶି ଯାଇଥାନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ସେମାନେ ମୋ ସହିତ ସମ୍ପୂର୍ଣ୍ଣ ଭାବେ ମିଶି ନଥାନ୍ତି ସେ ପର୍ଯ୍ୟନ୍ତ ସେମାନେ ବାରମ୍ବାର ଉଠି ଚାଲିଥାନ୍ତି ଏହି ତରଙ୍ଗ ପରି। ଏବଂ ଏହି ତରଙ୍ଗ ଗୁଡ଼ିକ ପୃଥିବୀର ଜନସଂଖ୍ୟା ଭାବରେ ଦେଖାଯାଏ। ତେଣୁ ଜନସଂଖ୍ୟା ବୃଦ୍ଧି କୌଣସି ରହସ୍ୟ ନୁହେଁ, ଏହା ଆତ୍ମାର ଯାତ୍ରାର ଏକ ଅଂଶ ଅଟେ। ଏହା ବ୍ରହ୍ମାଣ୍ଡର ସନ୍ତୁଳନ ଏବଂ ଯେ ପର୍ଯ୍ୟନ୍ତ କଳିଯୁଗ ରହିଛି ଏହା ବୃଦ୍ଧି ପାଇବ। କିନ୍ତୁ ଗୋଟିଏ ଦିନ ଏମିତି ଆସିବ ଯେତେବେଳେ ପାପର ଭାର ଏତେ ବଡ଼ ହୋଇଯିବ ଯେ ସେ ଆତ୍ମା ଗୁଡ଼ିକ ଅଟୋମେଟିକ୍ ଉପରକୁ ଟାଣି ହୋଇଯିବେ ଏବଂ ତାପରେ ପୃଥିବୀରେ ଶାନ୍ତି ଫେରିବ। ତାପରେ ଜନସଂଖ୍ୟା ସ୍ୱୟଂଚାଳିତ ଭାବରେ ହ୍ରାସ ପାଇବ, କାହିଁକି ନା ଆତ୍ମା ଗୁଡ଼ିକ ମୁକ୍ତ ହେବେ। କିନ୍ତୁ ଏବେ ଆମେ ସେହି ଦ୍ୱାରଦେଶରେ ଅଛୁ ଯେଉଁଠାରେ ପ୍ରତ୍ୟେକ ଆତ୍ମାକୁ ଶିଖିବାକୁ ପଡ଼ିବ, ପ୍ରତ୍ୟେକ ଆତ୍ମାକୁ ଅନୁଭବ କରିବାକୁ ପଡ଼ିବ। ସେଥିପାଇଁ ତୁମର ପିଲା, ତୁମର ପଡ଼ୋଶୀ, ତୁମର ବନ୍ଧୁ ସମସ୍ତେ କିଛି ନା କିଛି ପୁରୁଣା ଆତ୍ମା ଅଟନ୍ତି। ସେମାନେ ନୂଆ ନୁହନ୍ତି, ସେମାନେ ବର୍ତ୍ତମାନ କେବଳ ଏକ ନୂଆ ଶରୀର ଗ୍ରହଣ କରିଛନ୍ତି। ଏବଂ ଏହା ହେଉଛି ସତ୍ୟ ଯାହା ଗରୁଡ଼ ପୁରାଣ ଆଉ ଭାଗବତ ଗୀତା ଆମକୁ ବାରମ୍ବାର ମନେ ପକାଇ ଦେଇଥାଏ। ବର୍ତ୍ତମାନ କଳ୍ପନା କରନ୍ତୁ ଯେ ତୁମେ ଘରେ ବସିଛ ଏବଂ ହଠାତ୍ ତୁମେ ତୁମର ଛୋଟ ପିଲାର ଆଖିରେ ଏକ ଚମକ ଦେଖିବ ଯାହା ତୁମକୁ ଜଣେ ବୃଦ୍ଧଙ୍କର କଥା ମନେ ପକାଇ ଦେବ। ସେ ଏପରି କିଛି କଥା କହୁଥିବ ଯାହା ସେ ପୂର୍ବରୁ କେବେ ଶୁଣିନଥିବ, ଯେପରି ଏକ ଅତୀତ ଜୀବନ ବିଷୟରେ କହୁଛି। ତେଣୁ ଗରୁଡ଼ ପୁରାଣ କହୁଛି ଯେ ଯେତେବେଳେ ଆତ୍ମା ଏକ ନୂଆ ଶରୀର ଗ୍ରହଣ କରେ ଏହା ତା ସହିତ ଅତୀତ ଜୀବନର ସଂସ୍କାର ଆଣିଥାଏ। ଏବଂ ସେଥିପାଇଁ ଆଜିକାଲି ପିଲାମାନେ ଜନ୍ମରୁ ଏତେ ସଚେତନ ଏବଂ ଜ୍ଞାନୀ ଦେଖାଯାଆନ୍ତି, କାରଣ ସେମାନେ କୌଣସି ନୂତନ ଆତ୍ମା ନୁହନ୍ତି, ସେମାନେ ଏକ ଅନନ୍ତ ଯାତ୍ରାରେ ଅଛନ୍ତି। ସେମାନେ ହେଉଛନ୍ତି ବ୍ରହ୍ମାଣ୍ଡ, ସେମାନେ ଏକ ଅନନ୍ତ ଯାତ୍ରାରେ ଅଛନ୍ତି। ସେମାନେ ବ୍ରହ୍ମାଣ୍ଡର ସେହି ଭଣ୍ଡାରରୁ ଆସିଛନ୍ତି ଯେଉଁଠାରେ ସମୟର କୌଣସି ଅର୍ଥ ନାହିଁ। ଏବେ ଆପଣ ପଚାରିବେ ଯେ ମହାଜାଗତିକ ଭଣ୍ଡାର କ'ଣ? ଗରୁଡ଼ ପୁରାଣରେ ଏହାକୁ ପରମଧାମ କୁହାଯାଏ। ସେଠାରେ ଆତ୍ମାମାନେ ସେମାନଙ୍କର କର୍ମ ସମୀକ୍ଷା କରନ୍ତି। ସେମାନେ ଦେଖନ୍ତି ଯେ ସେମାନଙ୍କର ପୂର୍ବଜନ୍ମରେ କେଉଁ ଭୁଲ କରିଥିଲେ, ସେମାନେ କ'ଣ ଶିଖିଥିଲେ ଆଉ କ'ଣ ଅସମ୍ପୂର୍ଣ୍ଣ ରହିଗଲା। ତାପରେ ସେମାନେ ନିଜେ ବାଛନ୍ତି ଯେ ସେମାନଙ୍କର ପରବର୍ତ୍ତୀ ଜନ୍ମ କେଉଁଠାରେ ହେବ, ସେମାନଙ୍କର ପିତାମାତା କିଏ ହେବେ ଏବଂ ସେ କେଉଁ ଦେଶରେ ମଧ୍ୟ ଜନ୍ମ ହେବେ। ଏହା କୌଣସି ସଂଯୋଗ ନୁହେଁ, ଏହା ଏକ ଦିବ୍ୟ ଯୋଜନା। ଯେତେବେଳେ ପୃଥିବୀରେ ଅନ୍ଧକାର ବୃଦ୍ଧି ପାଏ ସେତେବେଳେ ଅଧିକରୁ ଅଧିକ ଆତ୍ମା ଅବତରଣ କରିଥାନ୍ତି, କାରଣ ସେମାନେ ଜାଣନ୍ତି ଯେ ଏହି ହେଉଛି ସେହି ସମୟ ଯେତେବେଳେ ସେମାନେ ଶୀଘ୍ର ସେମାନଙ୍କର କର୍ମର ଫଳକୁ ପାଇପାରିବେ। ଗରୁଡ଼ ପୁରାଣର ଗୋଟିଏ ସ୍ଥାନରେ ଲେଖାଯାଇଛି ଯେ କଳିଯୁଗରେ ଆତ୍ମା ଜନ୍ମ ପାଇବା ସହଜ ହୋଇଯାଏ, କାହିଁକି ନା ପାପ ତ ଏତେ ବୃଦ୍ଧି ପାଏ ଯେ ଉଚ୍ଚ ସ୍ଥାନରେ ରହିବା କଷ୍ଟକର ମଧ୍ୟ ହୋଇଯାଏ। ସ୍ୱର୍ଗରେ ମଧ୍ୟ ପୂର୍ବ ପରି ଶାନ୍ତି ନାହିଁ, କାରଣ ପାପର ପ୍ରଭାବ ସେଠାରେ ମଧ୍ୟ ପହଞ୍ଚି ସାରିଛି। ଏହି କାଳରୁ ଦେବତାମାନେ ମଧ୍ୟ ଏବେ ମାନବ ରୂପରେ ଜନ୍ମ ନେଉଛନ୍ତି। ଆପଣ ଶୁଣିଥିବେ ଯେ କିଛି ପିଲା ଜନ୍ମରୁ ଦେବତାମାନଙ୍କ ବିଷୟରେ ମଧ୍ୟ କଥାବାର୍ତ୍ତା କରନ୍ତି। କେତେକ ଏପରି ମଧ୍ୟ ମନ୍ତ୍ର ମଧ୍ୟ ଜପ କରନ୍ତି ଯାହା ସେମାନେ କେବେ ଶିଖିନାହାନ୍ତି, କିନ୍ତୁ ସେ ମନକୁ ମନ ଏହାକୁ ଗାଇଥାନ୍ତି। ଏହି କାରଣରୁ ଆମେ ଜାଣିଥାଉ ଯେ ସେମାନେ କୌଣସି ଉଚ୍ଚ ସ୍ଥାନର ଆତ୍ମା ବୋଲି। କିନ୍ତୁ ଏହା କେବଳ ଉଚ୍ଚ ସ୍ଥାନ ବିଷୟରେ ନୁହେଁ, ନିମ୍ନ ସ୍ଥାନରୁ ମଧ୍ୟ ଆତ୍ମା ଆସିଥାନ୍ତି। ଯେଉଁମାନେ ପାପକର୍ମ ଯୋଗୁଁ ନର୍କରେ ଥିଲେ, ଯେତେବେଳେ ସେମାନଙ୍କର ପାପ ଶେଷ ହୋଇଯାଏ ସେମାନେ ମଧ୍ୟ ମାନବ ରୂପକୁ ଆସିଥାନ୍ତି। ଏବଂ ଏହି କାରଣରୁ ଆଜି ସମାଜରେ ଏତେ ଅପରାଧ, ହିଂସା ଆଉ ଅଧକାର ବଢ଼ି ଚାଲିଛି,
କାରଣ ନିମ୍ନ ସ୍ଥାନରୁ ଆସିଥିବା ଆତ୍ମାମାନେ ସେମାନଙ୍କର ସଂସ୍କାର ସହିତ ଥାଆନ୍ତି। ସେମାନଙ୍କର ପାପର ଭାର ବହନ କରି ଆସୁଛନ୍ତି ଏବଂ ଏହି ଭାର ହିଁ ଆମର ଜନସଂଖ୍ୟା ବୃଦ୍ଧିକୁ ପରିଚାଳିତ କରୁଛି। ଗରୁଡ଼ ପୁରାଣରେ ଏକ କାହାଣୀ ଅଛି। ଥରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରି ଯମଲୋକରେ ପହଞ୍ଚିଲେ। ଯମରାଜା ତାଙ୍କୁ କହିଲେ ଯେ ତାଙ୍କର ସମୟ ପର୍ଯ୍ୟନ୍ତ ହୋଇନାହିଁ, କିନ୍ତୁ ଯେତେବେଳେ ସେ ଫେରିଆସିଲେ ସେ ଦେଖିଲେ ଯେ ତାଙ୍କ ଶରୀରକୁ ପୋଡ଼ି ଦିଆଯାଇଛି। ସେ ଆଉ ଘରକୁ ନ ଯାଇ ଭ୍ରମଣ କରିବାକୁ ଲାଗିଲେ। ଶେଷରେ ସେ ଏକ ଗାଈ ଗର୍ଭରେ ଜନ୍ମ ହୋଇଥିଲେ। ଯେତେବେଳେ ସେ ଏକ ବାଛୁରୀ ହେଲେ ସେ ମନେ ପକାଇଲେ ଯେ ସେ ମଣିଷ ଥିଲେ କିନ୍ତୁ କଥା କହିପାରୁନଥିଲେ। ତେଣୁ ଏହା ଆତ୍ମାର ଯାତ୍ରା ଅଟେ। କେତେବେଳେ ଏହା ମଣିଷରୁ ପଶୁକୁ, ଆଉ କେତେବେଳେ ପଶୁରୁ ମଣିଷକୁ ପରିବର୍ତ୍ତିତ ହୋଇଥାଏ। ଏହି ଚକ୍ର ଜନସଂଖ୍ୟା ବୃଦ୍ଧିକୁ ପରିଚାଳିତ କରିଥାଏ। ତେଣୁ ଜନସଂଖ୍ୟା ବୃଦ୍ଧି କୌଣସି ଗୁପ୍ତ କଥା ନୁହେଁ, ଏହା ଆତ୍ମା ଯାତ୍ରାର ଏକ ଅଂଶ ଅଟେ। ଏହା ବ୍ରହ୍ମାଣ୍ଡର ସନ୍ତୁଳନ ଏବଂ ଯେପର୍ଯ୍ୟନ୍ତ କଳିଯୁଗ ରହିଛି ଏହା ବୃଦ୍ଧି ପାଇବ। କିନ୍ତୁ ବର୍ତ୍ତମାନ ଆମେ ସେହି ଦ୍ୱାରଦେଶରେ ଅଛୁ, ଯେଉଁଠାରେ ପ୍ରତ୍ୟେକ ଆତ୍ମାକୁ ଶିଖିବାକୁ ପଡ଼ିବ, ପ୍ରତ୍ୟେକ ଆତ୍ମାକୁ ଅନୁଭବ କରିବାକୁ ପଡ଼ିବ। ଏବେ ଆପଣ ପଚାରିବେ ଯେ ବର୍ତ୍ତମାନ ଆମକୁ ତାହେଲେ କ'ଣ କରିବା ଉଚିତ? ଗରୁଡ଼ ପୁରାଣରେ କୁହାଯାଇଛି ଯେ ଭଲ କାମ କରନ୍ତୁ, ଆଧ୍ୟାତ୍ମିକ ସଙ୍ଗରେ ଲିପ୍ତ ହୁଅନ୍ତୁ, ଈଶ୍ୱରଙ୍କ ନାମ ଜପ କରନ୍ତୁ, କାରଣ ଏହା ହିଁ ଏକମାତ୍ର ପଥ ଯାହା ଆମକୁ ମୁକ୍ତିର ବାଟ ଦେଖାଇ ପାରିବ। ଏବଂ ଯେପର୍ଯ୍ୟନ୍ତ ଆମେ ଆମର କାର୍ଯ୍ୟକୁ ପବିତ୍ର କରିନାହୁଁ ଏହି ଚକ୍ର ସେମିତି ଜାରି ରହିଥିବ, ଜନସଂଖ୍ୟା ବୃଦ୍ଧି ପାଉଥିବ। କିନ୍ତୁ ଯଦି ଆମେ ସଚେତନ ହେବା, ଯଦି ଆମେ ବୁଝିପାରିବା ଯେ ଆତ୍ମା ଅନନ୍ତ, ଆମେ ଆମର କାର୍ଯ୍ୟକୁ ଉନ୍ନତ କରିପାରିବା, ଆମେ ଆମର ପିଲାମାନଙ୍କୁ ସଠିକ୍ ମୂଲ୍ୟ ଦେଇପାରିବା, ଯାହାଦ୍ୱାରା ସେମାନେ ପରବର୍ତ୍ତୀ ଜୀବନରେ ଏକ ନୂତନ ଜୀବନ ପାଇପାରିବେ। ଗରୁଡ଼ ପୁରାଣରେ ଏକ ରହସ୍ୟ ମଧ୍ୟ ରହିଛି। ଯେତେବେଳେ ଏକ ଆତ୍ମା ମାନବ ରୂପରେ ପ୍ରବେଶ କରେ ଏହାକୁ ମୁକ୍ତିର ସୁଯୋଗ ମିଳିଥାଏ, କାହିଁକି ନା ସେମାନେ କେବଳ ମାନବ ରୂପରେ ଜ୍ଞାନ, ଭକ୍ତି ଆଉ କର୍ମର ମିଶ୍ରଣକୁ ପାଇପାରିଥାନ୍ତି। କିନ୍ତୁ ପଶୁ ରୂପରେ କେବଳ ଉପଭୋଗ ଥାଏ, କିନ୍ତୁ ମାନବ ରୂପରେ ବିକଳ୍ପ ଥାଏ। କାରଣ ବ୍ରହ୍ମାଣ୍ଡ ଆତ୍ମାକୁ ମୁକ୍ତି ପାଇଁ ଏକ ସୁଯୋଗ ପ୍ରଦାନ କରୁଛି। ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ କାହାକୁ ଭେଟିବେ, ଯେତେବେଳେ ଆପଣ କୌଣସି ପିଲାକୁ ମଧ୍ୟ ଦେଖିବେ, ସେମାନଙ୍କୁ କୌଣସି ଏକ ସାଧାରଣ ପିଲା ଭାବିବ ନାହିଁ। ସେମାନେ ଏକ ଅନନ୍ତ ଯାତ୍ରାରେ ଥିବା ଆତ୍ମା ଅଟନ୍ତି। ସେମାନେ ତୁମର ପୂର୍ବପୁରୁଷଙ୍କର ମଧ୍ୟ ଜଣେ ହୋଇପାରନ୍ତି, ହୁଏତ ଦେବତା ମଧ୍ୟ ହୋଇପାରନ୍ତି। କିନ୍ତୁ ସେମାନେ ଏଠାରେ ଶିଖିବା, ଅନୁଭବ କରିବା ଏବଂ ମୁକ୍ତି ପାଇବା ପାଇଁ ଅଛନ୍ତି। ଏହା ହେଉଛି ପ୍ରକୃତ ସତ୍ୟ, ଯାହାକି ଗରୁଡ଼ ପୁରାଣ ଆମକୁ ଶିକ୍ଷା ଦେଇଥାଏ। ଏହି ଆତ୍ମା କେବେ ଜନ୍ମ ହୁଏ ନାହିଁ, କେବେ ମରେ ନାହିଁ, ଏହା କେବଳ ଯାତ୍ରା କରିଥାଏ। ଆଉ ଜନସଂଖ୍ୟା ସେହି ଯାତ୍ରାର ଏକ ଅଂଶ ଅଟେ। ଏବେ ଆପଣ ଭାବୁଥିବେ ଯେ ଯଦି ଆତ୍ମା ଯାତ୍ରା କରୁଛି ତେବେ ଏହା କାହିଁକି କ୍ଳାନ୍ତ ହେଉନାହିଁ? କ'ଣ ଏହାର କୌଣସି ସୀମା ନାହିଁ? ଗରୁଡ଼ ପୁରାଣ କହେ ଯେ ଆତ୍ମା କେବେ କ୍ଳାନ୍ତ ହୁଏ ନାହିଁ, କାହିଁକିନା ଏହା ଏକ ଶକ୍ତି ଅଟେ, ଏହା ଏକ ଆଲୋକ ଅଟେ, ଏହା ଦିବ୍ୟତାର ଏକ ଅଂଶ ଅଟେ। କିନ୍ତୁ ଏହାର ଯାତ୍ରା ଜାରି ରହେ ଯେ ପର୍ଯ୍ୟନ୍ତ ଏହା ତା'ର ଉତ୍ସକୁ ଫେରି ନଥାଏ। ଏବଂ ଏହି ପ୍ରତ୍ୟାବର୍ତ୍ତନ ହେଉଛି ମୁଖ୍ୟ। ବର୍ତ୍ତମାନ କଳ୍ପନା କର ଯେ ଆପଣ ଏକ ନଦୀ କୂଳରେ ଠିଆ ହୋଇଛନ୍ତି। ନଦୀ ପ୍ରବାହିତ ହେଉଛି, ଢେଉଗୁଡ଼ିକ ଉପରକୁ ଉଠି ଦୁର୍ଗସ୍ଥାନଗ୍ରସ୍ତ ହେଉଛି ଆଉ ତାପରେ ଶାନ୍ତ ହୋଇଯାଉଛି। କିନ୍ତୁ ନଦୀର ଜଳ କ'ଣ ସେମିତି ସମାନ ହୋଇଥାଏ? ପର୍ବତରୁ ପ୍ରବାହିତ ସମାନ ଜଳ, ସମୁଦ୍ରରେ ମିଶିବା ସମାନ ଜଳ, ସେମିତି ଆତ୍ମା ମଧ୍ୟ ସମାନ। ଏହା ଈଶ୍ୱରଙ୍କ ଠାରୁ ଉତ୍ପନ୍ନ ହୁଏ। ଏହା ଜୀବନର ବିଭିନ୍ନ ରୂପ ଦେଇ ପ୍ରବାହିତ ହୁଏ ଆଉ ତାପରେ ଈଶ୍ୱରଙ୍କ ଠାରେ ଲିପ୍ତ ହୋଇଯାଏ। କିନ୍ତୁ ଏହା ମିଶିବା ପର୍ଯ୍ୟନ୍ତ ଏବଂ ବାରମ୍ବାର ତରଙ୍ଗ ପରି ଉଠିଥାଏ ଏବଂ ଏହି ତରଙ୍ଗ ଗୁଡ଼ିକ ପୃଥିବୀର ଜନସଂଖ୍ୟା ଭାବରେ ଦେଖାଯାଏ। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି ଯେ ଆତ୍ମା ହେଉଛି ପ୍ରକୃତିର ଗତି। ଏହା କେବେ ହେଲେ ସ୍ଥିର ହୋଇ ରହେ ନାହିଁ। ଯେପରି ପବନ ବହେ, ଯେପରି ଅଗ୍ନି ଜଳେ, ଆତ୍ମା ମଧ୍ୟ ଯାତ୍ରା କରେ। ଏହାର ଯାତ୍ରା ଏହାର କର୍ମ ଉପରେ ଆଧାରିତ ହୋଇଥାଏ। ଯଦି କାର୍ଯ୍ୟ ଭଲ ତେବେ ଏହା ଉଚ୍ଚତର ଅଞ୍ଚଳକୁ ଯାଇଥାଏ, ଯଦି କାର୍ଯ୍ୟ ପାପପୂର୍ଣ୍ଣ ତେବେ ଏହା ନିମ୍ନତର ଅଞ୍ଚଳକୁ ଯାଇଥାଏ। କିନ୍ତୁ ଶେଷରେ ସମସ୍ତେ ମାନବ ଜନ୍ମ ପ୍ରାପ୍ତ କରନ୍ତି, କାରଣ ଏହା ଏକମାତ୍ର ଜୀବନ ଯେଉଁଠାରେ ଆତ୍ମା ତା'ର କର୍ମକୁ ପରିବର୍ତ୍ତନ କରିପାରିବ। ଗରୁଡ଼ ପୁରାଣ କହେ ଯେ ଯେତେବେଳେ ଏକ ଆତ୍ମା ନୂତନ ଶରୀର ଗ୍ରହଣ କରିଥାଏ, କେତେବେଳେ ମାୟାର ଆବରଣ ଏହାକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ନାହିଁ ଏବଂ ଏହାର କିଛି ସଂସ୍କାର ମଧ୍ୟ ପ୍ରକାଶିତ ହୁଏ। ତେଣୁ ଗରୁଡ଼ ପୁରାଣ କହିଥାଏ ଯେ ଯେତେବେଳେ କଳିଯୁଗ ଏହାର ଶୀର୍ଷରେ ପହଞ୍ଚିବ, ପୃଥିବୀରେ ଆତ୍ମାର ଭାର ଏତେ ବୃଦ୍ଧି ପାଇବ ଯେ ପୃଥିବୀକୁ ଥରିବାକୁ ଲାଗିବ। ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଏବଂ ଦୁର୍ଭିକ୍ଷ ହେବ, କାରଣ ଏତେ ଅନେକ ଆତ୍ମା ଏକକାଳୀନ ସେମାନଙ୍କର କର୍ମ ଅନୁଭବ କରିବେ। ଏବଂ ଏହା ଆମେ ଆଜି ଦେଖୁଛୁ। ଜଳବାୟୁ ପରିବର୍ତ୍ତନ, ମହାମାରୀ, ଯୁଦ୍ଧ ଏସବୁ ଆତ୍ମାର କର୍ମର ଫଳାଫଳ ଅଟେ। ତେବେ ଆମେ କିଛି କରିପାରିବା କି? ହଁ, ଗରୁଡ଼ ପୁରାଣ କହେ ଯେ ଭଲ କାମ ହିଁ ଏହାର ଏକମାତ୍ର ସମାଧାନ। ଦାନ କର, ସତ୍ୟ କୁହ, ପ୍ରେମ କର, ଈଶ୍ୱରଙ୍କ ନାମ ଜପ କର, କାରଣ ଏହା ହେଉଛି ପ୍ରକୃତିରେ ଆଲୋକ, ଯାହା ଆତ୍ମାକୁ ତା'ର ଯାତ୍ରାରେ ମାର୍ଗଦର୍ଶନ କରିଥାଏ। ଯେତେବେଳେ ଆମେ ଭଲ କାମ କରିଥାଉ, ଆମେ କେବଳ ଆମର ନିଜ ଆତ୍ମାକୁ ପବିତ୍ର କରିନଥାଉ, ବରଂ ଭବିଷ୍ୟତ ପିଢ଼ିର ଆତ୍ମା ପାଇଁ ମଧ୍ୟ ଏକ ଉତ୍ତମ ଭବିଷ୍ୟତ ନିଶ୍ଚିତ କରିଥାଉ।
ଏବେ ଏକ କାହାଣୀ କହୁଛି ଶୁଣନ୍ତୁ। ଜଣେ ରାଜା ଥିଲେ, ମହାପାପୀ ରାଜା। ସେ ହଜାର ହଜାର ଲୋକଙ୍କୁ ହତ୍ୟା କରିଥିଲେ ଏବଂ ସେମାନଙ୍କର ସମ୍ପତ୍ତି ମଧ୍ୟ ଲୁଟି ନେଇଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଜ୍ଞାନ ଲାଭ କରିଥିଲେ। ତାଙ୍କ ଶେଷ ମୁହୂର୍ତ୍ତରେ ସେ ଈଶ୍ୱରଙ୍କ ନାମ ଜାପ କରିଥିଲେ ଏବଂ ଯେତେବେଳେ ମୃତ୍ୟୁର ଦୂତମାନେ ତାଙ୍କୁ ନେବାକୁ ଆସିଲେ, ଭଗବାନ ବିଷ୍ଣୁ କହିଲେ ଯେ ତାଙ୍କୁ ସ୍ୱର୍ଗକୁ ପଠାନ୍ତୁ, କାହିଁକିନା ସତ୍ୟ ଭକ୍ତିର ଗୋଟିଏ ମୁହୂର୍ତ୍ତ ଅନନ୍ତ ପାପକୁ ଜାଳି ଦେଇଥାଏ। ଏହା ଆତ୍ମାର ଶକ୍ତି, ଏହା କେବେ ହେଲେ ନଷ୍ଟ ହୁଏ ନାହିଁ, ଏହା କେବଳ ପରିବର୍ତ୍ତନଶୀଳ। ତେଣୁ ଜନସଂଖ୍ୟା ବୃଦ୍ଧି ପାଉଛି କାରଣ ଆତ୍ମାଗୁଡ଼ିକ ଶିଖୁଛନ୍ତି, ଅନୁଭବ କରୁଛନ୍ତି ଏବଂ ସେମାନେ ମୁକ୍ତି ପାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ସଠିକ୍ ପଥ ଦେଖାଇବା ଆମର କର୍ତ୍ତବ୍ୟ। ଆମ ପିଲାମାନଙ୍କ ମଧ୍ୟରେ ମୂଲ୍ୟବୋଧ ସୃଷ୍ଟି କରିବା ଆମର କର୍ତ୍ତବ୍ୟ। ସେମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ ଶରୀର ନଶ୍ୱର ଅଟେ, ଆତ୍ମା ଅମର ଅଟେ, କାରଣ ଏହି ଜ୍ଞାନ ସେମାନଙ୍କୁ ପରବର୍ତ୍ତୀ ଜୀବନରେ ଏକ ଉଚ୍ଚତର ସ୍ଥାନକୁ ନେଇଯିବ। ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ସମୟରେ ଈଶ୍ୱରଙ୍କ ନାମ ନେଇଥିବା ବ୍ୟକ୍ତିଙ୍କର ଆତ୍ମା ସିଧାସଳଖ ପରଲୋକକୁ ଯାଏ ଏବଂ କେବେ ଫେରି ଆସିବାକୁ ପଡ଼େ ନାହିଁ। ଏହା ମୋକ୍ଷ, ଏହା ମୁକ୍ତି ଏବଂ ଏହା ସତ୍ୟ ଯାହା ଆମକୁ ଜନସଂଖ୍ୟାର ରହସ୍ୟ ବାହାରକୁ ନେଇଯାଏ। ଏହା ହେଉଛି ସତ୍ୟ ଯାହା ଗରୁଡ଼ ପୁରାଣ ଆମକୁ ବାରମ୍ବାର ଶିକ୍ଷା ଦେଇଥାଏ। ଆତ୍ମା ଯାତ୍ରା କରେ, ଜନସଂଖ୍ୟା ସେ ଯାତ୍ରାକୁ ପ୍ରତିଫଳିତ କରେ, କିନ୍ତୁ ଶେଷରେ ସବୁକିଛି ଦିବ୍ୟରେ ବିଲୀନ ହୋଇଯାଏ। ଏବେ କଳ୍ପନା କରନ୍ତୁ ଯେ ଆପଣ ରାତିର ଅନ୍ଧକାରରେ ଏକା ବସିଛନ୍ତି। ହଠାତ୍ ଆପଣଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଲା, ଯଦି ସବୁକିଛି ପରମାତ୍ମା ସହିତ ମିଶିଯାଏ ତେବେ ଆମେ ଏଠାରେ କାହିଁକି? ଏହି ଜୀବନ, ଏହି ସଂଘର୍ଷର ଅର୍ଥ କ'ଣ? ଏହା ସବୁ ଏକ ପରୀକ୍ଷା, ଏକ ବିଦ୍ୟାଳୟ ଯେଉଁଠାରେ ଆତ୍ମାକୁ ଶିକ୍ଷା ଦିଆଯାଏ, ତାଲିମ ଦିଆଯାଏ ଏବଂ ସେହି ମହାନ ମିଶ୍ରଣ ପାଇଁ ପ୍ରସ୍ତୁତ କରାଯାଏ। ଭଗବାନ ବିଷ୍ଣୁ ଗରୁଡ଼କୁ କହୁଛନ୍ତି ଯେ ଯେପରି ସୁନା ଅଗ୍ନିରେ ଗରମ ହେଲେ ଶୁଦ୍ଧ ହୋଇଥାଏ, ସେହିପରି ଦୁଃଖରେ ଗରମ ହେଲେ ହିଁ ଆତ୍ମା ଶୁଦ୍ଧ ହୁଏ। ଏବଂ ଏହି ଦୁଃଖ, ଏହି ସୁଖ, ଏହି ପ୍ରେମ, ଏହି ପୃଥକୀକରଣ ଏସବୁ ଆତ୍ମା ପାଇଁ ଉପକରଣ ଅଟେ। ଯେପରି ଲୁହାକୁ ନିଆଁରେ ପକାଇ ହାତୁଡ଼ି ଦିଆଯାଏ, ଜୀବନର ଘଟଣାଗୁଡ଼ିକର ଆତ୍ମାକୁ ମଧ୍ୟ ଆକାର ଦେଇଥାଏ ଏବଂ ଏହି କାରଣରୁ କିଛି ଆତ୍ମା ଶୀଘ୍ର ମୁକ୍ତି ପାଆନ୍ତି। ଗରୁଡ଼ ପୁରାଣରେ ଏକ କାହାଣୀ ଅଛି। ଜଣେ ବ୍ରାହ୍ମଣ ବହୁତ ବିଦ୍ୱାନ କିନ୍ତୁ ଅହଙ୍କାରୀ ଥିଲେ। ସେ ଭାବିଲେ ଯେ ମୁଁ ସବୁକିଛି ଅଧ୍ୟୟନ କରିଛି, ଏବେ ମୁଁ ମୋକ୍ଷ ଚାହୁଁଛି। ସେଥିପାଇଁ ସେ ତପସ୍ୟା କରିବାକୁ ଜଙ୍ଗଲକୁ ଗଲେ। ସେ ବର୍ଷ ବର୍ଷ ଧରି କଠୋର ଧ୍ୟାନ କଲେ କିନ୍ତୁ ମୋକ୍ଷ ପାଇଲେ ନାହିଁ। ଗୋଟିଏ ଦିନ ଜଣେ ସରଳ ଗୋପାଳ ଆସିଲେ। ସେ ବ୍ରାହ୍ମଣକୁ ପାଣି ମାଗିଲେ। ଗର୍ବରେ କିନ୍ତୁ ବ୍ରାହ୍ମଣ ତାଙ୍କୁ ପାଣି ଦେବା ପାଇଁ ମନା କରିଦେଲେ। ଗୋପାଳ ତ ଚାଲିଗଲେ, କିନ୍ତୁ ସେହି ରାତିରେ ଭଗବାନ ସ୍ୱପ୍ନରେ ବ୍ରାହ୍ମଣଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ତୁମେ ବିଦ୍ୱାନ କିନ୍ତୁ ତୁମର ହୃଦୟ ପବିତ୍ର ନାହିଁ। ସେହି ଗୋପାଳ ଯାହାକୁ ତୁମେ ଜଳ ଦେଇନାହଁ, ମୋ ଭକ୍ତିରେ ମଗ୍ନ, ତାଙ୍କର ଆତ୍ମା ଆସନ୍ତାକାଲି ସ୍ୱର୍ଗକୁ ଯିବ ଏବଂ ତୁମେ ଲକ୍ଷ ଲକ୍ଷ ଜନ୍ମ ପାଇଁ ଭ୍ରମଣ କରିବ। ଏହା ଗରୁଡ଼ ପୁରାଣ ଶିକ୍ଷା ଦେଇଥାଏ। ଭକ୍ତି ଜ୍ଞାନଠାରୁ ମହାନ, ପ୍ରେମ ବିଦ୍ୟାଠାରୁ ମହାନ ଏବଂ ଏହା ହେଉଛି ଜନସଂଖ୍ୟା ବୃଦ୍ଧିର ଏକ ଚକ୍ରକୁ ଭାଙ୍ଗି ପାରିବ। ଯେତେବେଳେ ଆମେ ପ୍ରେମ କରୁ, ଯେତେବେଳେ ଆମେ ସେବା କରୁ, ଯେତେବେଳେ ଆମେ ଭଗବାନଙ୍କର ନାମ ଜପ କରୁ, ଆମର ଆତ୍ମା ପବିତ୍ର ହୋଇଯାଏ ଏବଂ ଏକ ପବିତ୍ର ଆତ୍ମାକୁ ବାରମ୍ବାର ଜନ୍ମ ନେବାକୁ ପଡ଼େ ନାହିଁ। ଏହା ସିଧାସଳଖ ପରମ ଧାମକୁ ଫେରି ଯାଇଥାଏ। ଏବେ ତୁମେ ଦେଖୁଛ କାହିଁକି ଲୋକମାନେ ଆଜିକାଲି ଏତେ ଦୁଃଖୀ? କାରଣ ସେମାନେ ବି ନିଜ ଆତ୍ମାକୁ ଭୁଲି ଯାଇଛନ୍ତି, ନିଜ ଶରୀରରେ ଫସି ରହିଛନ୍ତି। ସେମାନେ ଭାବୁଛନ୍ତି ଯେ ସେହି ଟଙ୍କା, ଧନ, ସୁଖ ସବୁ କିଛି ଅଟେ। କିନ୍ତୁ ଗରୁଡ଼ ପୁରାଣ କହେ ଯେ ଏସବୁ ମାୟା, ଏହା ଏକ ଆବରଣ। ଯେପରି ଆମେ ଏକ ରସିକୁ ସାପ ଭାବି ଭୟ କରୁ, ସେହିପରି ଆମେ ମାୟାକୁ ସତ୍ୟ ଭାବି ନିଜକୁ ଭ୍ରମିତ କରୁ ଏବଂ ଏହି ମାୟା ହିଁ ଆତ୍ମାକୁ ବାନ୍ଧିଥାଏ। ଏହି ମାୟା ଜନସଂଖ୍ୟା ବୃଦ୍ଧି କରେ, କାରଣ ଯେ ପର୍ଯ୍ୟନ୍ତ ମାୟା ଅଛି ସେ ପର୍ଯ୍ୟନ୍ତ ଆସକ୍ତି ଅଛି, ସେ ପର୍ଯ୍ୟନ୍ତ ଜନ୍ମ ମଧ୍ୟ ଅଛି। ସେଥିପାଇଁ ଗରୁଡ଼ ପୁରାଣ କହେ ଯେ ଭଗବାନଙ୍କର ନାମ ଜପ କର। ହରିନାମ, ରାମ ନାମ, କୃଷ୍ଣ ନାମ, ଏହି ନାମଗୁଡ଼ିକ ହେଉଛି ଅଗ୍ନି ଯାହା ମାୟାକୁ ଜାଳିଦିଏ। ଯେପରି ଅଗ୍ନି କାଗଜ ଜାଳିଦିଏ, ସେହିପରି ଭଗବାନଙ୍କର ନାମ ମଧ୍ୟ ସଂସ୍କାର ଜାଳିଦିଏ ଏବଂ ଯେତେବେଳେ ସଂସ୍କାର ଜାଳି ଦିଆଯାଏ ସେତେବେଳେ ଆତ୍ମା ମୁକ୍ତି ପାଇଥାଏ। ଗରୁଡ଼ ପୁରାଣରେ ଆଉ ଏକ ଗୁପ୍ତ କଥା ଅଛି। ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ତାଙ୍କର ଆତ୍ମା 13 ଦିନ ପାଇଁ ଘରେ ରହିଥାଏ। ଏହା ତାଙ୍କ ପରିବାର ସଦସ୍ୟମାନେ କ'ଣ କରୁଛନ୍ତି ତାହା ମଧ୍ୟ ଦେଖିଥାଏ। ଯଦି ଶ୍ରାଦ୍ଧ ଠିକ୍ ଭାବରେ କରାଯାଏ, ଯଦି ପ୍ରାର୍ଥନା କରାଯାଏ, ତେବେ ଆତ୍ମା ଶାନ୍ତିରେ ରହିଥାଏ। କିନ୍ତୁ ଯଦି ଝଗଡ଼ା ହୁଏ, ଯଦି ଲୋଭ ଥାଏ, ତେବେ ସେହି ଆତ୍ମାକୁ ଦୁଃଖ ମିଳିଥାଏ ଏବଂ ଏହି ଦୁଃଖ ତାଙ୍କର ପରବର୍ତ୍ତୀ ଜୀବନରେ ତାଙ୍କ ପାଇଁ ବୋଝ ହୋଇ ଆସିଥାଏ। ସେଥିପାଇଁ ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ପରେ ମଧ୍ୟ ପ୍ରେମ ବଜାୟ ରଖିବା ଉଚିତ, ବିଶ୍ୱାସ ବଜାୟ ରଖିବା ଉଚିତ, କାରଣ ଏହା ଆତ୍ମାକୁ ଉପରକୁ ନେଇଯାଉଥିବାର ଏକ ସେତୁ ଅଟେ। ଯଦି ଆପଣ ଚାହାନ୍ତି ଯେ ଆପଣଙ୍କର ଆତ୍ମା ଶୀଘ୍ର ମୁକ୍ତ ହେଉ, ତେବେ ଆଜିଠାରୁ ଭଗବାନଙ୍କର ନାମ ଜପ କରନ୍ତୁ। ହରି କୁହନ୍ତୁ, ରାମ କୁହନ୍ତୁ, କୃଷ୍ଣ କୁହନ୍ତୁ, କାରଣ ଏହା ହେଉଛି ସେହି ମନ୍ତ୍ର ଯାହା ଜନସଂଖ୍ୟା ବୃଦ୍ଧିର ଚକ୍ରକୁ ଭାଙ୍ଗି ପାରିବ। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା
जदि ए भिडियो आपको कौन शिक्षा मिलता है तेज कमेंट माध्यम आपंकर मतामत निश्चय जनइबे। वीडियो को लाइक करेंगे, शेयर करेंगे और चिंतन टीवी को सब्सक्राइब करते एवं सब्सक्राइब करनियंतु। पुणी देखा आउ एक सुंदर ज्ञानवर्धक वीडियो माध्यम से पर्यंत देखुता चिंतन टीवी। धन्यवाद।